ଏହି ଭିଡ଼ିଓରେ ଆମେ ଖାଦ୍ୟ ସ୍ତର ବିଷୟରେ ଜାଣିବା। ତେବେ ଖାଦ୍ୟ ସ୍ତରକୁ ଜାଣିବା ପାଇଁ ମୁଁ ଏଇଠି ଏକ ପିରାମିଡ ଅଙ୍କନ କରିଛି। ତୁମେ ଯଦି ଏହି ପିରାମିଡକୁ ଲକ୍ଷ୍ୟ କରିବ, ପିରାମିଡର ତଳ ଭାଗରେ ଯେଉଁଗୁଡ଼ିକ ଅଛନ୍ତି ସେମାନଙ୍କୁ ଆମେ ଉତ୍ପାଦକ ବୋଲି କହିଥାନ୍ତି ଏବଂ ଏଥିରେ ଆମେ କିଛି ଉଦ୍ଭିଦମାନଙ୍କୁ ଦେଖୁଛନ୍ତି। ଏବଂ ଏହି ଉତ୍ପାଦକମାନଙ୍କୁ ଯେଉଁମାନେ ଖାଇଥାନ୍ତି ବା ଭକ୍ଷଣ କରିଥାନ୍ତି ସେମାନଙ୍କୁ ଆମେ ପ୍ରାଥମିକ ଭକ୍ଷକ ବୋଲି କହିଥାନ୍ତି, ଯେଉଁମାନେ ସାଧାରଣତଃ ଭାବରେ ଶାକାହାରୀ ହୋଇଥାନ୍ତି। ଉଦାହରଣ ସ୍ୱରୂପ ଝିଟିକା, ଠେକୁଆ କିମ୍ବା ହରିଣ ଏମାନେ ହେଉଛନ୍ତି ପ୍ରାଥମିକ ଭକ୍ଷକ। ଏବଂ ଏହି ପ୍ରାଥମିକ ଭକ୍ଷକମାନଙ୍କୁ ଯେଉଁମାନେ ଖାଇଥାନ୍ତି ସେମାନଙ୍କୁ ଆମେ ଦ୍ୱିତୀୟକ ଭକ୍ଷକ ବୋଲି କହିଥାନ୍ତି। ଏମାନଙ୍କୁ ମୁଁ ଲେଖିଛି କ୍ଷୁଦ୍ର ମାଂସାଶୀ। କ୍ଷୁଦ୍ର ମାଂସାଶୀର ଅର୍ଥ କ'ଣ? କାରଣ ଏମାନେ ତ ମାଂସ ଜାତୀୟ ଖାଦ୍ୟ ଖାଉଛନ୍ତି କିନ୍ତୁ ସେମାନଙ୍କୁ ମଧ୍ୟ ଆଉ କିଏ ଖାଇପାରେ, ତେଣୁ ଏମାନଙ୍କୁ କ୍ଷୁଦ୍ର ମାଂସାଶୀ ବୋଲି ମୁଁ କହିଛି। ପୁନଶ୍ଚ ଏହି ଦ୍ୱିତୀୟକ ଭକ୍ଷକମାନଙ୍କୁ ଯେଉଁମାନେ ଖାଉଛନ୍ତି ସେମାନଙ୍କୁ ଆମେ ତୃତୀୟକ ଭକ୍ଷକ ବୋଲି କହିଥାନ୍ତି। ଏବଂ ଏହି ତୃତୀୟକ ଭକ୍ଷକ ମାନେ ବୃହତ୍ ମାଂସାଶୀ ଅଟନ୍ତି, କାରଣ ଏମାନଙ୍କୁ ଆଉ କେହି ଖାଇନଥାନ୍ତି। ଉଦାହରଣ ସ୍ୱରୂପ ଶାଗୁଣା, ବାଘ ଏବଂ ମଣିଷ ଇତ୍ୟାଦି ଏମାନେ ହେଉଛନ୍ତି ତୃତୀୟକ ଭକ୍ଷକ। ତେବେ ତୁମେ ଯଦି ଏଠି ଲକ୍ଷ୍ୟ କରିବ, ମୁଁ ଏଇଠି ଯେଉଁ ଖାଦ୍ୟ ସ୍ତରକୁ ଦେଖାଇଛି ଏକ ପିରାମିଡ ସାହାଯ୍ୟରେ, ଏହାକୁ ଯଦି ଆମେ ସଂଖ୍ୟା ପିରାମିଡ ଭାବରେ ନେବା ତାହେଲେ ଆମେ ଦେଖୁଛନ୍ତି ତଳୁ ଉପରକୁ ଗଲାବେଳକୁ ସମସ୍ତଙ୍କର ସଂଖ୍ୟା କମି କମି ଯାଉଛି। ଯଦି ଆମେ ଉତ୍ପାଦକମାନଙ୍କୁ ଲକ୍ଷ୍ୟ କରିବା, ଏମାନଙ୍କର ସଂଖ୍ୟା ଅଧିକ ହୋଇଥିଲା ବେଳେ ଯେତେବେଳେ ଆମେ ତୃତୀୟକ ଭକ୍ଷକମାନଙ୍କୁ ଲକ୍ଷ୍ୟ କରୁଛନ୍ତି ଏମାନଙ୍କର ସଂଖ୍ୟା ଅପେକ୍ଷାକୃତ କମ୍ ଅଟେ। ତେବେ ଏମିତି କାହିଁକି ହେଇଥାଏ? ଉତ୍ପାଦକମାନଙ୍କର ସଂଖ୍ୟା ଅଧିକ ହୋଇଥିଲା ବେଳେ ତୃତୀୟକ ଭକ୍ଷକ ବା ବୃହତ୍ ମାଂସାଶୀ ପ୍ରାଣୀମାନଙ୍କର ସଂଖ୍ୟା କମ୍ ହୋଇଥାଏ। ତେବେ ଏହାକୁ ଆମେ କିଛି ସମୟ ପରେ ଜାଣିବା ପାଇଁ ଚେଷ୍ଟା କରିବା। ତେବେ ଦେଖ, ଏହି ଖାଦ୍ୟ ଶୃଙ୍ଖଳ କେବଳ ଗୋଟିଏ ଦିଗରେ ହିଁ ଯାଇନଥାଏ। ପ୍ରାଥମିକ ଭକ୍ଷକକୁ କେବଳ ଦ୍ୱିତୀୟକ ଭକ୍ଷକ ଖାଉଛନ୍ତି ସେମିତି ନୁହେଁ, ସେମାନଙ୍କୁ ତୃତୀୟକ ଭକ୍ଷକ ମଧ୍ୟ ଖାଇପାରିବେ। ତେଣୁ ସେଥିପାଇଁ ମୁଁ ଏଠି ପାର୍ଶ୍ୱରେ ଏକ ଖାଦ୍ୟ ଜାଲିଟିଏ ଦେଖାଉଛି। ଏହି ଖାଦ୍ୟ ଜାଲିକୁ ଲକ୍ଷ୍ୟ କର। ଏଇଠି ତୁମେ ଦେଖିପାରୁଥିବ, ପ୍ରଥମେ ଏଇଠି ତଳେ ମୁଁ ଯାହା ଦେଖେଇଛି ଏମାନଙ୍କୁ ଉତ୍ପାଦକ କୁହାଯାଇଥାଏ ଏବଂ ଏଇଠି ଯାହାକୁ ଦେଖେଇଛି ଏମାନଙ୍କୁ ଆମେ ପ୍ରାଥମିକ ଭକ୍ଷକ କହିବା, ଏଇମାନଙ୍କୁ ଦ୍ୱିତୀୟକ ଭକ୍ଷକ କହିବା ଏବଂ ଉପରେ ଯେଉଁମାନେ ଅଛନ୍ତି ଏମାନଙ୍କୁ ଆମେ ତୃତୀୟକ ଭକ୍ଷକ ବୋଲି କହିବା। ଠିକ୍ ଅଛି। ତେବେ ପୁନଶ୍ଚ ଆମେ ଯଦି ଏହି ଖାଦ୍ୟ ଜାଲିକୁ ଲକ୍ଷ୍ୟ କଲେ, ଆମେ ଏଇଠି କିଛି ପ୍ରକାରର ଜୀବଜନ୍ତୁ ଅଛନ୍ତି ଯେଉଁମାନଙ୍କୁ ଦେଖିପାରୁନାହାନ୍ତି। ଉଦାହରଣ ସ୍ୱରୂପ ଆମେ ଯଦି ଏଇଠି ଏକ ଛତୁକୁ ଲକ୍ଷ୍ୟ କରିବା, ଏମାନଙ୍କୁ ଅପଘଟକ ବୋଲି କୁହାଯାଇଥାଏ। ଏମାନେ ସାଧାରଣତଃ ଭାବରେ ମୃତ ପଦାର୍ଥ ଖାଇଥାନ୍ତି ଏବଂ ତା ସହିତ କିଛି ବ୍ୟାକ୍ଟେରିଆ ମାନେ ମଧ୍ୟ ଏହି ଅପଘଟକ ଭାବରେ କାମ କରନ୍ତି। ଦେଖ, ଏହି ଅପଘଟକ ମାନେ ତୃତୀୟକ ଭକ୍ଷକ ମଧ୍ୟ ଖାଇଥାନ୍ତି, ଦ୍ୱିତୀୟକ ଭକ୍ଷକକୁ ଖାଇଥାନ୍ତି, ପ୍ରାଥମିକ ଭକ୍ଷକ ଖାଇଥାନ୍ତି, ତା ସହିତ ଉତ୍ପାଦକମାନଙ୍କୁ ମଧ୍ୟ ଖାଇଥାନ୍ତି। ତେଣୁ ଏମାନଙ୍କୁ ମୁଁ କୌଣସି ଜାଗାରେ ରଖିନାହିଁ। ଠିକ୍ ସେହିପରି ମଣିଷମାନେ ମଧ୍ୟ ଏହି ପ୍ରକାରର ପ୍ରାଣୀ, ସେମାନେ ମଧ୍ୟ କାହାକୁ ବି ଖାଇପାରିବେ ଏବଂ ଏହି ମଣିଷମାନଙ୍କୁ ଆମେ ସର୍ବଭୋଜୀ ପ୍ରାଣୀ ବୋଲି କହିଥାନ୍ତି। ତେବେ ଆମେ ଏବେ ଜାଣିବା ପାଇଁ ଚେଷ୍ଟା କରିବା ଯେ ଏମିତି ଏମାନଙ୍କର ସଂଖ୍ୟା ଅଧିକରୁ କମ୍ ହେଇ ଯାଉଛି କିପରି। ତେବେ ପ୍ରଥମେ ଲକ୍ଷ୍ୟ କର, ଆମେ ଯଦି ଉତ୍ପାଦକମାନଙ୍କୁ ଲକ୍ଷ୍ୟ କରିବା, ଉତ୍ପାଦକମାନେ ଶକ୍ତି କେଉଁଠୁ ପାଇଥାନ୍ତି? ଏମାନେ ଶକ୍ତି ସାଧାରଣତଃ ଭାବରେ ସୂର୍ଯ୍ୟ ନିକଟରୁ ସିଧାସଳଖ ଭାବରେ ପାଇଥାନ୍ତି। ଠିକ୍ ଅଛି। ତେବେ ସୂର୍ଯ୍ୟଠାରୁ ଯେହେତୁ ଏମାନେ ସିଧାସଳଖ ଭାବେ ଶକ୍ତି ପାଇଲେ, ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଶକ୍ତି ଥାଏ ଏବଂ ଯେତେବେଳେ ଏହି ପ୍ରାଥମିକ ଭକ୍ଷକମାନେ ଉତ୍ପାଦକକୁ ଖାଇଥାନ୍ତି ସେତେବେଳେ ଏହି ଉତ୍ପାଦକମାନଙ୍କ ନିକଟରୁ ପ୍ରାଥମିକ ଭକ୍ଷକ ପାଖକୁ 10% ଶକ୍ତି ଯାଇଥାଏ। ତେବେ ଯଦି 10% ଶକ୍ତି ଯାଇଥାଏ, ତେବେ ବାକି 90% ଶକ୍ତି ଯାଏ କୁଆଡ଼େ? ଦେଖାଯାଏ ଯେ ବାକି 90% ଶକ୍ତି ବାୟୁମଣ୍ଡଳକୁ ତାପ ଆଗରେ ନିର୍ଗତ ହୋଇଯାଇଥାଏ। ପୁନଶ୍ଚ ଆମେ ଯଦି ଦ୍ୱିତୀୟକ ଭକ୍ଷକକୁ ଲକ୍ଷ୍ୟ କରିବା, ସେମାନେ ପ୍ରାଥମିକ ଭକ୍ଷକମାନଙ୍କଠାରୁ 10% ଶକ୍ତି ପାଇଥାନ୍ତି ଏବଂ ତୃତୀୟକ ଭକ୍ଷକ ମଧ୍ୟ ଦ୍ୱିତୀୟକ ଭକ୍ଷକ ନିକଟରୁ 10% ଶକ୍ତି ପାଇଥାନ୍ତି। ଏହିପରି ଭାବରେ ଶକ୍ତି ଉତ୍ପାଦକ ନିକଟରୁ ତୃତୀୟକ ଭକ୍ଷକ ନିକଟକୁ କମ୍ କମ୍ ପରିମାଣରେ ଯାଇଥାଏ। ଠିକ୍ ଅଛି। ତେଣୁ ଯେତେବେଳେ ଶକ୍ତିଗୁଡ଼ିକ ଯାଇକି ତୃତୀୟକ ଭକ୍ଷକମାନଙ୍କ ନିକଟରେ ପହଞ୍ଚୁଛି, ସେତେବେଳେ ସେମାନଙ୍କର ନିକଟରେ ଅତ୍ୟନ୍ତ କମ୍ ପରିମାଣର ଶକ୍ତି ମିଳୁଛି। ତେଣୁ ଏତେ କମ୍ ଶକ୍ତିରେ ଅଧିକ ଜୀବଜନ୍ତୁ ଏହି ତୃତୀୟକ ଭକ୍ଷକ ଶ୍ରେଣୀରେ ରହିବା ତ ଅସମ୍ଭବ, ତେଣୁ ଏମାନଙ୍କର ସଂଖ୍ୟା କମ୍ ଥାଏ ଏବଂ ଯେହେତୁ ଉତ୍ପାଦକମାନେ ପର୍ଯ୍ୟାପ୍ତ ପରିମାଣର ଶକ୍ତି ପାଇଥାନ୍ତି, ସେମାନଙ୍କର ସଂଖ୍ୟା ବଢ଼ି ଯାଇଥାଏ। ତେଣୁ ଆମେ ଦେଖିଲେ ଯେ ଉତ୍ପାଦକମାନଙ୍କର ସଂଖ୍ୟା ଅଧିକ ହୋଇଥିଲା ବେଳେ ତୃତୀୟକ ଭକ୍ଷକମାନଙ୍କର ସଂଖ୍ୟା କମ୍ ହୋଇଥାଏ ବା ଏହା କମି କମି ଯାଇଥାଏ। ମନେକର ଏହି ଉଦ୍ଭିଦମାନଙ୍କ ଉପରେ ମୁଁ କିଛି ବିଷାକ୍ତ ପଦାର୍ଥ ବା ସାର ଇତ୍ୟାଦି ଦେଉଛି। ଯେତେବେଳେ ଏହି ବିଷାକ୍ତ ପଦାର୍ଥ ଗୁଡ଼ିକୁ ଏହି ପ୍ରାଥମିକ ଭକ୍ଷକମାନେ ଖାଇଥାନ୍ତି, ସେମାନେ ତ ଏହି ଗୋଟିଏ ଉଦ୍ଭିଦକୁ ଖାଉନାହାନ୍ତି, ସେମାନେ ବହୁତ ଗୁଡ଼ିଏ ଉଦ୍ଭିଦକୁ ଖାଇଥାନ୍ତି। ତେଣୁ ଏମାନଙ୍କ ମଧ୍ୟରେ ଏହି ବିଷାକ୍ତ ପଦାର୍ଥର ପରିମାଣ ବଢ଼ିବାକୁ ଲାଗେ। ଏମାନଙ୍କ ମଧ୍ୟରେ ଆମେ ଯଦି ଲକ୍ଷ୍ୟ କରିବା, ବିଷାକ୍ତ ପଦାର୍ଥ ବଢ଼ି ବଢ଼ି ଚାଲେ। ପୁନଶ୍ଚ ଆମେ ଯଦି ଏମାନଙ୍କୁ ଲକ୍ଷ୍ୟ କରିବା,
ଏମାନଙ୍କ ଶରୀରରେ ବିଷାକ୍ତ ପଦାର୍ଥ ଆହୁରି ବଢ଼ି ବଢ଼ି ଚାଲେ ଏବଂ ସେମାନଙ୍କୁ ଯେତେବେଳେ ତୃତୀୟକ ଭକ୍ଷକ ଖାଇଥାନ୍ତି ସେହି ବିଷାକ୍ତ ପଦାର୍ଥର ପରିମାଣ ଆହୁରି ଅତ୍ୟନ୍ତ ବଢ଼ି ବଢ଼ି ଚାଲେ। ତେଣୁ ଏହି ଯେଉଁ ବିଷାକ୍ତ ପଦାର୍ଥର ପରିମାଣ ଉତ୍ପାଦକରୁ ତୃତୀୟକ ଭକ୍ଷକମାନେ ଯେତେବେଳେ ଯାଉଛନ୍ତି ତାର ପରିମାଣ ବଢ଼ି ବଢ଼ି ଚାଲିଛି। ତେଣୁ ଏହି ପ୍ରକ୍ରିୟାକୁ ଆମେ ଜୈବ ପରିବର୍ଦ୍ଧନ ବୋଲି କହିଥାନ୍ତି ଏବଂ ଏହା ମଧ୍ୟ ଏକ କାରଣ ଯେଉଁଥିପାଇଁ ଆମେ ଦେଖୁଛେ ଯେ ଉତ୍ପାଦକମାନଙ୍କର ସଂଖ୍ୟା ଅଧିକ ହୋଇଥିଲା ବେଳେ ତୃତୀୟକ ଭକ୍ଷକମାନଙ୍କର ସଂଖ୍ୟା ଅପେକ୍ଷାକୃତ କମ୍ ହୋଇଥାଏ। ଠିକ୍ ଅଛି।